ସିଝା ମଣ୍ଡା କରିବା ପାଇଁ ମୁଁ 600 ଗ୍ରାମ ବାସମତୀ ଚାଉଳ ନେଇଥିଲି। ନର୍ମାଲ୍ ଅରୁଆ ଚାଉଳରେ ଆପଣ କରିପାରିବେ, କିନ୍ତୁ ମୋ ପାଖରେ ଯେହେତୁ ଥିଲା ମୁଁ ତାକୁ ରାତି ସାରା ବତୁରେଇଥିଲି। ତାର ଦିନ ତାକୁ ଭଲସେ ଚିକଣ ସେ ବାଟିଦେଲି, କାରଣ ସିଝା ମଣ୍ଡାଟା ବହୁତ ଭଲ ଲାଗେ ଖାଇବା ପାଇଁ। ଦେଖନ୍ତୁ, ଆମେ 2 ଗ୍ଲାସ୍ ପାଣି ଦେବା, ଗରମ ପାଣି ଦେବା, ସେଥିରେ ଟିକେ ଲୁଣ ଦେବା, ସ୍ୱାଦ ଅନୁସାରେ ଚିନି ଦେବା। ପିଠଉକୁ ଭଲସେ ଆମେ ଗୋଳେଇବା, ସେଟା ଯେମିତି ଗୋଟେ ସୁନ୍ଦର ନରମ ହେଇକି ତୁଲତିଲା ହେଇକି ତାର ଖଳିଟା ହେବ, ସେଭଳିଆ କରିବା। ମୋ ସାନ ଭଉଣୀ ଯେହେତୁ ସେଦିନ ଆସିଥିଲା, ସେ କହିଲା ସେ ତା ହାତରେ ଏ ପିଠାଟା ବହୁତ ଭଲ ହୁଏ, ତ ଆମେ ଦୁଇ ଜଣ ମିଶିକି କରିଥିଲୁ। ଆଉ ତାକୁ ପିଠାର ଏମିତି ଆକାର ଦେଇକି ମୋ ପାଖରେ ଦହିବାଲା ଛେନା ଥିଲା, ନଡ଼ିଆ କୋରା ଓ ଗୁଡ଼ ମିଶାଇକି ତାକୁ ଆମେ ଏମିତି ପିଠାର ଆକାର ଦେଇକି ତା ଭିତରେ ପୁରା ଭର୍ତ୍ତି ଦେଇକି ଆମେ କରିବା। ଏ ପିଠାଟା ଖାଇବା ପାଇଁ ବହୁତ ବଢ଼ିଆ ଲାଗେ। ଦେଖନ୍ତୁ, ଟିକେ ଟିକେ ଫାଟି ଯାଉଛି, ଆମେ ଯତ୍ନ ସହକାରେ କରିବା। ତାପରେ ଆମେ ଇଡ଼ଲି ଛାଞ୍ଚ ବା ଆପଣ କେଉଁଥିରେ ବି ଗରମ ପାଣି ଫୁଟୁଥିବ, ତାପରେ ଛାଞ୍ଚ ଉପରେ ରଖିକି 5 ମିନିଟ୍ ଲାଗେ ପିଠାଟା ହେବା ପାଇଁ, ତାପରେ ହେଇଯାଏ। ଦେଖନ୍ତୁ କେତେ ସୁନ୍ଦର ହେଇଛି। ଏଇଟା ନିରୋଗା ପିଠା, କିଛି ତେଲ ଫେଲ ପଡ଼ିନଥାଏ ଏଥିରେ। ବହୁତ ହି ଟେଷ୍ଟ ଲାଗେ ଖାଇବା ପାଇଁ, ଆମକୁ ବହୁତ ହି ଭଲ ଲାଗେ ପିଠା। ତେଣୁ ସିଏ ଆସିଲେ ଟିକେ କରିଦିଏ। ଆଉ ଏମିତି ଭାବରେ ଆମେ କରିବା, ଖାଇବା। ଭଲ ଲାଗେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦେବେ, କମେଣ୍ଟ କରିଦେବେ। ରଖୁଛି, ନମସ୍କାର।